କ'ଣ ଆପଣମାନେ ଏମିତି ଅଣ୍ଡା ଝୋଳ ବନେଇକି ଖାଇଛନ୍ତି କି? ଥରେ ଏମିତି ଟ୍ରାଏ କରନ୍ତୁ ଅଣ୍ଡା ଝୋଳ ଦେଖିବେ କେତେ ସୁନ୍ଦର ଟେଷ୍ଟ ଲାଗିବ। ପ୍ରଥମେ ଆମେ ଗୋଟେ କଢ଼େଇରେ ତେଲ ନେଇକି ସେଥିରେ ମାନେ ଅଣ୍ଡା ପକେଇ ନେବା, ଗୋଟା ଅଣ୍ଡାଟାକୁ ଫଟେଇକି ପକେଇ ନେବା। ପକେଇ ନେଇକି ଏଥିରେ ଯେଉଁ ଲୁଣ, ହଳଦୀ ଆଉ ଟିକେ ମସଲା, ଲଙ୍କାଗୁଣ୍ଡ ଦେଇକି ଗୋଳେଇ ରଖିଥିଲେ ସେଇଥିରୁ ଉପରେ ଟିକେ ଟିକେ ଛେଚିକି ମାନେ ଗୋଟା ଗୋଟା ଯେଉଁ ଅଣ୍ଡା ଇଏ କରିଥିଲେ ଆମେ ଫଟେଇକି ପକେଇଥିଲେ ସେଇଟାକୁ ନୋଡ଼େଇ ନେଇକି ଖୋଲି ନେବା। ସବୁ ଦେଖନ୍ତୁ କେଡ଼େ ସୁନ୍ଦର ଦେଖାଯାଉଛି। ଏବେ ଆମେ ଆଜି ଅଣ୍ଡା ସିଝେଇବାନି, ବିନା ସିଝାରେ ନ ଭାଜିକି ଏମିତି ମାନେ ଗୋଟା ଫଟେଇକି ଆମଲେଟ୍ କରିକି ଆମେ ପିଠା କରିବା, ତରକାରୀ କରିବା। ଏବେ ସୋରିଷ ତେଲ ଦେଇଦେବା। ସୋରିଷ ତେଲ ଦେଇଦେଇ ଗୋଟା ମସଲା ଦେଇଦେଲି। ମୁଁ ଏଠି ଅଦା, ପିଆଜ, ରସୁଣ, ଜିରା, ଟମାଟୋ ସବୁ ବାଟିକି ରଖିଥିଲି ତାକୁ ଦେଇଦେଲି। ଦେଇଦେଇକି ଶୁଖା ମସଲା ଯେତିକି ସବୁ ମାନେ ସେଠି ଗୋଳେଇଥିଲି ସେଥିରେ କିଛି ଥିଲା, ଆଉ ସେଥିରେ ମୁଁ ଆଉ ଟିକେ ମସଲା ଦେଇଦେଇକି ଲଙ୍କାଗୁଣ୍ଡ ଦେଇଦେଇକି ସେ ମସଲାଟାକୁ ଦେଇଦେଲି। ଏବେ ଭଲ ଭାବେ କଷି ନେଇଗଲି ମସଲାଟାକୁ। କଷି ନେଇଗଲା ପରେ ଆଳୁକୁ ସିଝେଇକି ଛଡ଼େଇକି ରଖିଥିଲି ସେ ତାକୁ ଦେଇଦେଇକି ମାନେ ଗରମ ପାଣି ଦେଇଦେଲି। ସବୁବେଳେ ତରକାରୀରେ ଗରମ ପାଣି ହିଁ ଦେବେ। ଯେଉଁ ତରକାରୀ ହଉ ଗରମ ପାଣି ଦେଲେ ଭଲ ଟେଷ୍ଟ ଆସେ ତରକାରୀର। ଏବେ ଦେଖନ୍ତୁ ଆମର ଯେଉଁ ଆଳୁଟା ତ ସିଝା ଥିଲା, ଟିକେ ସମୟ ଫୁଟିଲା ପରେ ଆମେ ସେଥିରେ ଦେଇଦେଲେ ସେ ଯେଉଁ ଅଣ୍ଡାକୁ ଯେଉଁ ପିଠା କରିକି ରଖିଥିଲେ ଆମେ ତାକୁ ଦେଇଦେଲି। ଦେଇଦେଇକି ଟିକେ ଫୁଟିଗଲା ପରେ ମୁଁ ଏଠି ସେଥିରେ ଧଣିଆ ଗୁଣ୍ଡ ଆଉ ଗରମ ମସଲା ଦେଇଦେଇକି ରେଡ଼ି କରିନେଇଗଲି ଆଜିର ଆମର ମିଲ୍। ଏବେ ଦେଖନ୍ତୁ ଅଣ୍ଡା ତରକାରୀ ସହ କାକୁଡ଼ି ଟମାଟୋ ସାଲାଡ଼ ଆଉ ତା ସହିତ ପାମ୍ପଡ଼ ରହିଲା।